ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କୁ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଶୈତାନିକ ଏକତା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଶୈତାନର ଏକତା। ପ୍ରିୟମାନେ, ଶୈତାନ ଯେ କେତେ ଏକରେ ଅଛି, କେତେ ୟୁନିଟି ହେଇ ଅଛି, ଆପଣଙ୍କୁ ଏହି ପଦରୁ ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଚାହେଁ। ମାର୍କ 5 ଅଧ୍ୟାୟ ଏହି ସ୍ଥାନରେ ଆମେ ଦେଖୁ ଜଣେ ବ୍ୟକ୍ତି ଯାହାକୁ କି ବାହିନୀ ଭୂତ ଲାଗିଛି, ଆଉ ସେ ସମାଧି ସ୍ଥାନରେ ରହି ଦିବାରାତ୍ର ଚିତ୍କାର କରୁଛି। ସେ ନିଜକୁ କ୍ଷତ ବିକ୍ଷତ କରୁଛି। ଏହି ପ୍ରକାର ଅବସ୍ଥାରେ ସେ ସମାଧି ସ୍ଥାନରେ ଅଛି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାର ଚିତ୍କାର ଶୁଣି ତାହାକୁ ବଞ୍ଚାଇବା ପାଇଁ ସେ ସେହି ସ୍ଥାନକୁ ଯାଇଛନ୍ତି। ଆଉ ଯେଉଁ ସମୟରେ ସେ ସ୍ଥାନକୁ ଗଲେ, ସେ ଆସି ପ୍ରଣାମ କରୁଛି। ଆଉ ଯୀଶୁ ତାହାକୁ ତାହାର ନାଁ ପଚାରିଲେ। ଯେତେବେଳେ ସେ କ'ଣ କହୁଅଛି, ମାର୍କ 5 ଅଧ୍ୟାୟ 9 ପଦରେ, ଆଉ ସେ ତାହାକୁ ପଚାରିଲେ, ତୋର ନାଁ କ'ଣ? ସେ ତାହାକୁ କହିଲା, ମୋର ନାଁ ବାହିନୀ, ଯେଣୁ ଆମ୍ଭେ ଅନେକ। ଏହି ସ୍ଥାନରେ ଆମେ ଦେଖୁଛୁ ସେ ଭୂତଗ୍ରସ୍ତ ବ୍ୟକ୍ତି, ତା ଭିତରେ ଭୂତ ଅଛି। ଆଉ ସେହି ଭୂତ ସେ କହୁଛି, ମୋ ନାଁ ହେଉଛି ବାହିନୀ। ବାହିନୀ ମାନେ କ'ଣ? ଅନେକ। ଏଇ ଯେଉଁ ବାହିନୀ, ଏଇଟା ରୋମର ବା ରୋମାନ ସୋଲଜର ମାନଙ୍କର, ସୈନିକ ମାନଙ୍କର ଗୋଟିଏ ଦଳର ନାଁ, ଯେଉଁଠିକି 2000ରୁ ଅଧିକ ସଂଖ୍ୟାରେ ସୈନିକମାନେ ରହନ୍ତି। ଆଉ ସେହି ଯେଉଁ ବ୍ୟକ୍ତି, ସେହି ବ୍ୟକ୍ତି ଭିତରେ 2000 ଦୁଷ୍ଟ ଆତ୍ମା ସେ ରହିଥିଲେ। ଭାବି ଦେଖନ୍ତୁ, ଗୋଟିଏ ବ୍ୟକ୍ତି ଭିତରେ 2000 ଦୁଷ୍ଟ ଆତ୍ମା କୌଣସି ପ୍ରକାର ଗଣ୍ଡଗୋଳ ନ ଲାଗି ଆରାମସେ ଗୋଟିଏ ବ୍ୟକ୍ତି ଭିତରେ ସେମାନେ ରହିପାରୁଛନ୍ତି। ମାତ୍ର ଆମେ ଦେଖୁଛୁ ଗୋଟିଏ ପରିବାରରେ 3-4 ଜଣ ମିଶି ରହିବାଟା କଷ୍ଟ। ଗୋଟିଏ ମଣ୍ଡଳୀରେ 40-50 ଜଣ ମିଶି ରହିବାଟା କଷ୍ଟ। କି ପ୍ରକାର ଭାବରେ ମନମାଳିନ, ଅଶାନ୍ତି, ଗଣ୍ଡଗୋଳ, ବିଭିନ୍ନ ପ୍ରକାର ପରିସ୍ଥିତି ଗୁଡ଼ିକ ଆମମାନଙ୍କର ସମାଜ ଗୁଡ଼ିକରେ ଆମେ ଦେଖୁଅଛୁ। ଶୈତାନ ବା ଏହି ଶୈତାନର ଏକତାକୁ ଦେଖୁଛୁ। ଭୂତମାନେ ଦୀର୍ଘ ବର୍ଷ ଧରି ସେହି ବ୍ୟକ୍ତିଙ୍କ ଭିତରେ 2000ରୁ ଅଧିକ ଦୁଷ୍ଟ ଆତ୍ମା ବାସ କରି ଆରାମସେ ସେହି ବ୍ୟକ୍ତିଙ୍କ ଭିତରେ ଅଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ଭାବରେ ବିଭକ୍ତ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ସେମାନଙ୍କ ବିଷୟରେ ସେ କହୁଅଛନ୍ତି। ଯେତେବେଳେ ମାଥ୍ୟୁ 12 ଅଧ୍ୟାୟ ପଢ଼ିବା, ମାଥ୍ୟୁ 12 ଅଧ୍ୟାୟରେ ଯୀଶୁଖ୍ରୀଷ୍ଟ ଶୈତାନ ବିଷୟରେ ସେ କହୁଅଛନ୍ତି, ଯଦି 25 ପଦରେ, କିନ୍ତୁ ସେ ସେମାନଙ୍କର ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇଯାଏ। ପୁଣି ଯେକୌଣସି ନଗର କିମ୍ବା ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ସ୍ଥିର ହୋଇ ରହିବ ନାହିଁ। ଆଉ ଶୈତାନ ଯଦି ଶୈତାନକୁ ଛଡ଼ାଏ, ତାହେଲେ ସେ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ତାହାର ରାଜ୍ୟ କି ପ୍ରକାର ସ୍ଥିର ହୋଇ ରହିବ? ପ୍ରିୟମାନେ, ଏହି ସ୍ଥାନରେ ପ୍ରଭୁ କହୁଛନ୍ତି ଶୈତାନ ବିଭକ୍ତ ହେଇନାହିଁ। ଶୈତାନ ଶୈତାନକୁ ଛଡ଼ଉ ନାହିଁ। ଶୈତାନ ଯଦି ଶୈତାନକୁ ଛଡ଼ାଏ, ତାହେଲେ ସେ ବିଭକ୍ତ ହେଇଯାଉଛି। ଶୈତାନର ମଧ୍ୟ ୟୁନିଟି ଅଛି, ଏକତା ଅଛି। ସେ ତାର ରାଜ୍ୟକୁ ଏତେ ଡିସିପ୍ଲିନରେ ରଖିଅଛି। ଏହା ହେଉଛି ଶୈତାନର ଏକତା। ଯଦି ଗୋଟେ ଦୁଷ୍ଟ ଆତ୍ମା ମାନେ ପରସ୍ପର ମଧ୍ୟରେ ଏକ ହେଇ ମିଳିମିଶି ସେମାନେ ରହୁଛନ୍ତି, ତାହେଲେ ପ୍ରଭୁଙ୍କୁ ପାଇଥିବା, ପବିତ୍ର ଆତ୍ମା ପାଇଥିବା ଖ୍ରୀଷ୍ଟିଆ ଭାଇ ଭଉଣୀମାନେ କାହିଁକି ସେମାନେ ମିଳିମିଶି ରହିପାରୁନାହାନ୍ତି? କେଉଁ ବିଷୟ ସେମାନଙ୍କର ଅସୁବିଧା ହେଉଛି? ପ୍ରିୟମାନେ, ଆମମାନେ ଏକ ଆମେ ଅଟୁ। ଗୋଟିଏ ପ୍ରଭୁ, ଗୋଟିଏ ବିଶ୍ୱାସ, ଗୋଟିଏ ବାପ୍ତିସ୍ମ, ଗୋଟିଏ ଭରସା, ଗୋଟିଏ ଆତ୍ମା।
ଆମେ ଏଇସବୁ ଆମେ ପାଇଅଛୁ। ସେଥିପାଇଁ ଆମମାନଙ୍କ ମଧ୍ୟରେ ଥିବା ସମସ୍ତ ପ୍ରକାର ମନୋମାଳିନତା, ସମସ୍ତ ପ୍ରକାର ଦଳଭେଦ ମତଭେଦ ଗୁଡ଼ିକକୁ ଆମମାନଙ୍କୁ ବାହାର କରିବାର ଅଛି। ଆମମାନେ ଏକ ହେବାର ଆବଶ୍ୟକ ରହିଅଛି। ଆମମାନଙ୍କ ଚିନ୍ତା ଭାବନା ବିଭିନ୍ନ ପ୍ରକାର ବିଷୟ ଗୁଡ଼ିକ ଭିନ୍ନ ଭିନ୍ନ ଥାଏ, ମାତ୍ର ଆମମାନେ ଖ୍ରୀଷ୍ଟଙ୍କ ଠାରେ ସମସ୍ତେ ଏକ ଅଟୁ। ଶୈତାନ ଯେ ପ୍ରକାର ସେ ଏକ ହିଁ ରହୁଛି, ସେମାନଙ୍କ ମଧ୍ୟରେ ଦୁଷ୍ଟତା ମନ୍ଦତା ବିଭିନ୍ନ ପ୍ରକାର ଖରାପ ବିଷୟ ଗୁଡ଼ିକ ଭର୍ତ୍ତି ହେଇ ରହିଥିଲେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ନଷ୍ଟ କରିବା ପାଇଁ, ବର୍ବାଦ କରିବା ପାଇଁ କି ପ୍ରକାର ଭାବରେ ସେମାନେ ଏକଜୁଟ ହେଇ ସେମାନେ କାମ କରୁଅଛନ୍ତି। ଆମେ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ, ପରିତ୍ରାଣ ଦେବା ପାଇଁ, ନର୍କରୁ ବାହାର କରି ସ୍ୱର୍ଗକୁ ନେବା ପାଇଁ ଆମେ କି ପ୍ରକାର ଭାବରେ ଆମମାନଙ୍କ ମଧ୍ୟରେ ୟୁନିଟି ରହିବାର ଆବଶ୍ୟକ ରହିଅଛି। ଆମମାନଙ୍କ ମଧ୍ୟରେ ଅନେକ ସମୟରେ ବିଭିନ୍ନ ପ୍ରକାର ଦଳଭେଦ ମତଭେଦ ଗୁଡ଼ିକ ଦେଖାଯାଏ, ମାତ୍ର ଆଜିଠାରୁ ଆମମାନଙ୍କ ମଧ୍ୟରୁ ସେ ଦଳଭେଦ ମତଭେଦ ଗୁଡ଼ିକକୁ ବାହାର କରି ଆମମାନେ ସମସ୍ତେ ଏକ ହେବାର ଆବଶ୍ୟକ ରହିଅଛି। କାରଣ ବାଇବଲ କହେ, ଦେଖ ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ମନୋହର। ପ୍ରିୟମାନେ, ଗୋଟିଏ ଘରେ ବାସ କରିବା, ଗୋଟିଏ ମଣ୍ଡଳୀରେ ବାସ କରିବା ତାହା ମନୋହର ନୁହେଁ, ମାତ୍ର ମିଳନରେ ମିଳିମିଶି ଗୋଟିଏ ସ୍ଥାନରେ ବାସ କରିବା କେତେ ମନୋହର ବିଷୟ ରହିଅଛି। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ଅନୁଗ୍ରହ କରନ୍ତୁ। ଆମମାନଙ୍କ ମଧ୍ୟରେ ଏକତା ରହିବାର ଆବଶ୍ୟକ ରହିଅଛି। ଦେଖନ୍ତୁ, ଅନେକ ଦୁଷ୍ଟ ଲୋକମାନେ ଚର୍ଚ୍ଚ ଭାଙ୍ଗିବା ପାଇଁ ଏକ ହେଉଛନ୍ତି, ଖ୍ରୀଷ୍ଟିଆନମାନଙ୍କୁ ମାରିବା ପାଇଁ ଏକ ହେଉଛନ୍ତି, ସେମାନଙ୍କୁ ନଷ୍ଟ କରିବା ପାଇଁ ଏକ ହେଉଛନ୍ତି। ଯେତେବେଳେ ଲୋକମାନେ ଖରାପ କାମ କରିବା ପାଇଁ ସେମାନଙ୍କ ମଧ୍ୟରେ ୟୁନିଟି ରହୁଛି, ତାହେଲେ ଆମେ ଯେଉଁ କାମ ଆମେ କରୁଛୁ ତାହା ଉତ୍ତମ କାମ। ଅନ୍ୟମାନଙ୍କୁ ରକ୍ଷା କରିବା, ଅନ୍ୟମାନଙ୍କୁ ସ୍ୱର୍ଗ ଆଡ଼କୁ ନେବା, ଅନ୍ୟମାନଙ୍କୁ ସତ୍ୟ ପରମେଶ୍ୱରଙ୍କ ବିଷୟରେ ଜଣାଇବା, ଏସବୁ ବିଷୟରେ ଆମମାନଙ୍କ ମଧ୍ୟରେ କାହିଁକି ଏକତା ଆସୁନାହିଁ? ଆମମାନଙ୍କ ମଧ୍ୟରେ ଏକତା ଆସିବା ନିହାତି ଆବଶ୍ୟକ ରହିଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କ ମଧ୍ୟରେ ଯଦି ଯେକୌଣସି ବିଷୟରେ ମନୋମାଳିନ ଅଛି, ତାହେଲେ ଆପଣ ପ୍ରାର୍ଥନାର ସହିତ ସେ ସବୁକୁ ଦୂର କରି ଏକ ହେବାର ଆବଶ୍ୟକ ରହିଅଛି। ଏହି ସମୟରେ ଆମକୁ ଶୈତାନ ସେ ଭାଗ ଭାଗ କରି ଆମକୁ ଦୁର୍ବଳ କରିବାକୁ ଚାହୁଁଥିବା ସମୟରେ ଆମମାନେ ସମସ୍ତେ ମିଳିମିଶି ଏକ ହୋଇ ପ୍ରଭୁଙ୍କର ରାଜ୍ୟକୁ, ପ୍ରଭୁଙ୍କ ଶରୀରକୁ ନିର୍ମାଣ କରିବା ପାଇଁ ଆମକୁ ଆଗକୁ ଆସିବାର ଅଛି। ଗୋଟିଏ ବ୍ୟକ୍ତି, ତା ଭିତରେ 2000ରୁ ଅଧିକ ଦୁଷ୍ଟ ଆତ୍ମା ରହୁଅଛନ୍ତି ଆଉ ମିଳିମିଶି ରହୁଅଛନ୍ତି, ତାହେଲେ ଆମେ ପବିତ୍ର ଆତ୍ମା ପାଇଥିବା ବ୍ୟକ୍ତି, ଯୀଶୁଙ୍କ ରକ୍ତରେ ଧୌତ ହୋଇଥିବା ବ୍ୟକ୍ତି, ଜୀବନ ପୁସ୍ତକରେ ନାମ ଲେଖା ହୋଇଥିବା ବ୍ୟକ୍ତି, ଆମେ କାହିଁକି ଆମେ ଏକ ହେବା ନାହିଁ? ଆସନ୍ତୁ, ଆମମାନଙ୍କ ମଧ୍ୟରେ ଥିବା ସମସ୍ତ ପ୍ରକାର ଦଳଭେଦ ମତଭେଦକୁ ବାହାର କରି ପରସ୍ପରକୁ ଆମେ ଗ୍ରହଣ କରିବା। ଖ୍ରୀଷ୍ଟଙ୍କ ନିମନ୍ତେ ଆମମାନେ ସମସ୍ତେ ଏକ ହେବା। ସୁସମାଚାର ନିମନ୍ତେ ଆମମାନେ ସମସ୍ତେ ଏକ ହୋଇ ପ୍ରଭୁଙ୍କ କାର୍ଯ୍ୟରେ ନିଜକୁ ଆମେ ସମର୍ପଣ କରିବା। ପ୍ରିୟମାନେ, ପରମେଶ୍ୱର ଆଜି ପୁନର୍ବାର ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ଯେତେବେଳେ ଦୁଷ୍ଟ ଲୋକମାନେ ଏକ ହୋଇ ମନ୍ଦ କାମ କରୁଅଛନ୍ତି, ସେହି ସମୟରେ ଧାର୍ମିକ ଲୋକମାନେ ଏକ ହୋଇ ଆମେ କ'ଣ ଉତ୍ତମ କାମ ଆମେ କରିବା ଆମମାନଙ୍କ କର୍ତ୍ତବ୍ୟ ନୁହେଁ କି? ଆସନ୍ତୁ, ଆମମାନେ ସମସ୍ତେ ଏକ ହୋଇ ଆମମାନେ ପ୍ରଭୁଙ୍କ ସେବାରେ ନିଜକୁ ସମର୍ପଣ କରିବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ପ୍ରଶଂସା କରେ, ଗୌରବ କରେ। ରାଜା, ତୁମେ ଆମମାନଙ୍କୁ ଏକ କରିବା ପରମେଶ୍ୱର, ତୁମେ ଆମମାନଙ୍କ ମଧ୍ୟରେ ମିଳନ ଆଣିବା ପରମେଶ୍ୱର, ତୁମେ ଆମମାନଙ୍କ ମଧ୍ୟରୁ ସମସ୍ତ ପ୍ରକାର ତିକ୍ତତାକୁ ବାହାର କରିବା ପରମେଶ୍ୱର। ମୁଁ ତୁମକୁ ଧନ୍ୟବାଦ ଦିଏ ରାଜା। ସବୁ ସମୟରେ ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣୁଛ। ଏହି ସମୟରେ ମୁଁ ପ୍ରାର୍ଥନା କରେ, ଆମମାନଙ୍କର ଚର୍ଚ୍ଚରେ, ପରିବାରରେ ତୁମେ ୟୁନିଟି ଆଣ, ଆମ ଦେଶରେ ୟୁନିଟି ଆଣ, ଆମମାନଙ୍କ ରାଜ୍ୟରେ ୟୁନିଟି ଆଣ। ହଁ ପ୍ରଭୁ, ଆଜି ଲୋକମାନେ ବିଭିନ୍ନ ପ୍ରକାର ଭାବରେ ଭାଗ ଭାଗ ହୋଇ ନିଜକୁ ଦୁର୍ବଳ କରିଛନ୍ତି, ନିଜକୁ ନଷ୍ଟ କରିଦେଇଛନ୍ତି। ଆମେ ପ୍ରାର୍ଥନା କରୁଛୁ, ଦୟାକରି ତୁମେ ଅନୁଗ୍ରହ କର, ଆମମାନଙ୍କ ମଧ୍ୟରେ ଏକତା ତୁମେ ଦିଅ। ଆମେ ଏକତା ପ୍ରାପ୍ତ ହୋଇ ତୁମ ସେବା କାର୍ଯ୍ୟରେ ଆଗକୁ ବଢ଼ିପାରିବୁ। ଦୟାକରି ତୁମେ ଅନୁଗ୍ରହ କର। ଯେଉଁ ଯେଉଁ ବିଷୟ ଆମକୁ ମିଶିବା ପାଇଁ ଦେଉନାହିଁ, ସେ ସବୁ ବିଷୟ ଗୁଡ଼ିକକୁ ମୁଁ ଦୂର କରୁଛି। ତୁମେ ହିଁ ଆମମାନଙ୍କୁ ମିଶାଇ ଗୌରବ ପାଅ। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମିନ୍ ଆମିନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।